ଅତ୍ୟାଚାର କରୁଛନ୍ତି। ମୁଁ କହିଲା ବେଳୁ କିଛି ବୁଝୁନାହାନ୍ତି। ସେ ସାରେ ପଇସା ଖାଇକି ମୋତେ ଏଇଭଳିଆ ହଇରାଣ କରୁଛନ୍ତି। ମୋ ସ୍ୱାମୀକି ମରଣ ମୋରୁ ପକେଇଛନ୍ତି। ବ୍ରାହ୍ମଣଙ୍କୁ ଆମେ ସାକ୍ଷାତ ଈଶ୍ୱର ବୋଲି ମଣୁ। ବ୍ରାହ୍ମଣ ମାନଙ୍କ ଅତ୍ୟାଚାର ଏବେ ଦିନକୁ ଦିନ ବଢିବାରେ ଲାଗିଛି। ଏମିତି ଏକ ଘଟଣା ଦେଖେଇବାକୁ ଯାଉଛି ଆମ ନ୍ୟୁଜ ଚ୍ୟାନେଲ, ଯାହା ଆପଣ ବି ଦେଖିଲେ କହିବେ ସତ ଧିକ୍ ଏଇଭଳି କିଛି ଅସାମାଜିକ ଲୋକଙ୍କୁ। ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ତିହିଡି ଥାନା ହାତୁଆରୀ ଗ୍ରାମର। ବିଛଣାରେ ପଡି ରହିଥିବା ଭାଇ ଜଣଙ୍କ ନନା ବାଇକ୍ ଧରି ଠିଆ ହୋଇଥିବା ସମୟରେ ଏହି ଲୋକଟି ଭୁଲବଶତଃ ବାଇକ୍ରେ ହାତ ରଖିଥିଲେ। ଏତିକି ଆକାଶ ଫାଟିଲା ପରି ଭୂମିକମ୍ପ ହେଲା ପରି ଚାପୁଡା ଚାପୁଡା କଷିଦେଲେ ନନା। କହିଲେ, ମତେ ତୁ ଛୋଟ ଜାତି ହୋଇ କାହିଁକି ଛୁଇଁଲୁ? ମୋ ପଇତା ମାରା ହୋଇଗଲା। ହୟ ନନା, ଯଦି ଦଳିତ ଗରିବ ପରିବାର ଛୁଇଁଦେଲେ ମାରା ହେଇଯାଉଛ, ଦକ୍ଷିଣ ନେଲା ବେଳେ ମାରା ହେଉନ କି? ଭୁଲ ମାଗି ନିରୀହ ଲୋକଟି ଚୁପ୍ ରହିଲା। ଏତିକିରେ ରାଗ ଶାନ୍ତ ହେଲାନି ଯେ ସେ ବ୍ରାହ୍ମଣ ଯାଇ ସାହି ପଡିଶା ଲୋକଙ୍କୁ ଡାକି ଆଣିଲା। ତାପରେ କୁଆଡେ ବିଧା ଗୋଇଠା ଚାପୁଡା ଦେଲେ ଏବଂ କହିଲେ, ଚାଲ ମନ୍ଦିର ପାଖକୁ ଚାଲି ଚାଲି। ଚାଲି ଚାଲି ନୁହେଁ ଆଜ୍ଞା, ନିର୍ଣ୍ଣୟ ଭାବରେ ଘୋଷାରି ଘୋଷାରି ନେଲେ। ମାରିଲେ ବୋଲି ଆଇନ କାନୁନ କିଛି ନାହିଁ କି? ମନ୍ଦିର ପାଖରେ ଉଲଗ୍ନ କରି ପୁଣି ମାରିଲେ। ଆଉ ପୋଲିସକୁ ଡାକି ଥାନାରେ ଦେଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଥାନା ଅଫିସର କୁମୁଦିନୀ ମ୍ୟାଡାମ କହିଲେ, କାହିଁକି ଥାନାକୁ ଆସୁଛ? ଯଦି ଆସିଛ ଲେଖିକି ନେଇଯାଅ, ସୁରକ୍ଷିତ ଓ ସୁସ୍ଥ ଅବସ୍ଥାରେ ନେଲୁ ବୋଲି। ପରେ ସ୍ତ୍ରୀ ସ୍ୱାମୀଙ୍କୁ ତିହିଡି ମେଡିକାଲ ନେଇଥିଲେ। ପରେ ଅବସ୍ଥା ଗୁରୁତର ହେବାରୁ କଟକ ମେଡିକାଲକୁ ପଠାଇଥିଲେ ଏବଂ ଡାକ୍ତର କହିଛନ୍ତି 3 ମାସ ରେଷ୍ଟ ଦରକାର। ତିହିଡି ଥାନାର ଷ୍ଟାଫ ଜଣକ କହୁଛନ୍ତି କି କମ୍ପ୍ରୋମାଇଜ କର, ନହେଲେ ଦୁଇ ପକ୍ଷ ନାମରେ କେସ୍ ଫାଇଲ କରିବି। ଏଇଟା କଣ ଆଜ୍ଞା ଏକଛତ୍ର ବା ଶାସନ ଚାଲୁଛି କି? ଆପଣ ଭୁଲି ଯାଉଛନ୍ତି ଆମ ଦେଶ ଭାରତ ସମସ୍ତଙ୍କୁ ସମାନ ନ୍ୟାୟ ଦିଏ। ଅପରାଧୀ ମାନେ ଖୁଲ୍ଲମ ଖୁଲା ଚ୍ୟାଲେଞ୍ଜ କରି ବୁଲୁଛନ୍ତି। ତିହିଡି ଥାନା ଟଙ୍କା ଖାଇ ନିଶରେ ତୈଳ ଲଗାଇ ବସିଛନ୍ତି କି? ଯଦି ନା, କାହିଁକି ନିରବ ବୁଦ୍ଧିଜୀବୀ ଚର୍ଚ୍ଚା କରୁଛନ୍ତି? ନନା ରାସ୍ତା ବାଟେ ଯାଉଥିଲେ ଗ୍ରାମ ଦେବତୀ ପୂଜା କରିକି। ଆଉ ମୁଁ ନନା ନନା ଡାକିନି। ନନା ଗାଡି ସ୍ଲୋ କଲେ। ମୁଁ ଯେମିତି ଗାଡିର ହାତ ମାରିଦେନି, ଚଟାଙ୍ଗିନି ଉଠି ଓହ୍ଲେଇ ପଡିକି ମତେ କହିଲେ, ତୁ କାହିଁ ମୋ ଗାଡିର ହାତ ମାରିଲୁ? ସେଠୁ କହିଲା କଣ୍ଡରା ବୋଲିକି, ଆଉ ମୋ ଗାଡି ଛୁଉଁନା କହିକି ପଟାକ ପଟାକ ମୋ ଗାଲକୁ ପଟାକ ପଟାକ 3-4 ଚାପୁଡ ପକେଇଲେ। ଆଉ ସେଇଠୁ ମୁଁ ଘରକୁ ପଳେଇ ଆସିନି। ଆସିଲା ପରେ ସେ ମିଟୁ କତିକି ଫୋନ କରିଦେଲେ। ଅଶୋକ ମହାପାତ୍ର, ମିଟୁ ତା ଭାଇ ମାନଙ୍କୁ ସବୁ ଡାକି ଆଣିଲେ। ପିଟିକି ଆଉ ମୋ ଛାତି ଉପରେ ଚଢିଗଲେ। ଆଉ ମୁଁ ସେଇଠୁ ପଡିଛି। ମୋ ସ୍ତ୍ରୀ ଯାଇକି ମତେ ଉଦ୍ଧାର କରୁଛି। ଆଉ ନାକ ବାଟେ ପାଟି ବାଟେ ବ୍ଲଡ ମୋର ବାହାରିଛି। ଆଉ ମୋ ଜଙ୍ଘ 2ଟା ବି ଛିଡି ଯାଇଛି, ବ୍ଲଡ ବି ଜଙ୍ଘ ବାଟେ ଯାଇଛି। ଡକ୍ଟର ଭଦ୍ରକ ଡକ୍ଟର ମତେ ଇଏ କରିଦେଲେ କଟକରେ। ମୁଁ ସେଠୁ ପଇସା ପତ୍ର ଥିଲା ପଳେଇ ଆସିନୁ, ଘରେ ପଡିଛି। ଆଉ କଣ କହିଛନ୍ତି କେତେ ମାସ? ଡକ୍ଟର କହିଲେ 3 ମାସ ତୁ ରେଷ୍ଟ ନବୁ, ତାପରେ ଫେର ଆସିକି ଚେକିଂ କରିବୁ। ଆମେ ଏଫଆଇଆର ଦେଇଛୁ। ଆଇଏସି କିଛି ବୁଝୁନାହାନ୍ତି। ଆମେ ତିହିଡି ଥାନାରେ ଆମେ ଚାହୁଁଛୁ ଯୋଉମାନେ ମୋର ଏ ପ୍ରକାର ସବୁ କରିଛନ୍ତି ସେମାନଙ୍କୁ ଦଣ୍ଡ ପାଇବାକୁ। 3 ତାରିଖ ଦିନେ ହୋଲି ଦିନେ ସେଠୁ ସେ ନନା ରହିଲେ, ତାଙ୍କ ଗାଡି ଟିକେ ଛୁଇଁ ଦେଲେ। ସେଠୁ ସେ ନନା କହୁଛନ୍ତି, ତୁ କଣ୍ଡରା ମୋ ଗାଡିକି ଛୁଇଁ ଦେଲୁ କଣ ପାଇଁ? ସେଠୁ ଯୁକ୍ତି ତର୍କ କଲେ। ତାପରେ ନନା କଣ କଲେ ନା, ମୋ ସ୍ୱାମୀ କି 4 ଚାପୁଡ ତାଙ୍କୁ କର୍ଣ୍ଣମୂଳିକି ମାଇଲେ। ଧକ୍କା କହୁନି ମରା ସରିଲା ପରେ ତାପରେ 4 ଚାପୁଡ ମାରି ଫୋନ କରିଦେଲେ ଅଶୋକ ମହାପାତ୍ର କତିକି। ଅଶୋକ ମହାପାତ୍ର ତାଙ୍କ ଭାଇ ଭଲ ନେଇ ଆସିକି 5-6 ଜଣ ଆସି ମୋ ଘରୁ ଟାଣିକି, ମୁଁ ମୋ ସ୍ୱାମୀକି ଟାଣିକି ଧରୁଛି। ମୋ ଝିଅକୁ ଧକ୍କା ମାରି ମୋ ଝିଅର ହୋସ ଉଠି ଯାଇଛି। ମୋ ସ୍ୱାମୀକି ଲଙ୍ଗଳା କରିକି ଟାଣି ଟାଣି ନେଇକି ସେଇ ଜାଡି ମଙ୍ଗଳା ପାଖରେ ପକେଇକି ଇଟା ପଥର, ନାକ ବାଟେ ରକ୍ତ, ପାଟି ବାଟେ ରକ୍ତ, ଜଙ୍ଘରୁ ରକ୍ତ, ତାପରେ ମାରିକି ମୁଁ ସେ ଯାଇକି ବଞ୍ଚେଇନି ମୋ ସ୍ୱାମୀ। ମୁଁ ଯେମିତି ହାଉଳି ମାଉଳି ଖାଇନି, ମୋ ସ୍ୱାମୀକି ଛାଡିଦେଲେ। ବିନା ଏଫଆଇଆର ୱାଇସି ଆସିକି ଉଠେଇ ନେଲେ। ମୋ ସ୍ୱାମୀକି 7ଟାରେ ଉଠେଇଲେ, 8ଟାରେ ଏଫଆଇଆର ଦେଇଛନ୍ତି ସେମାନେ। ୱାଇସି ତାଙ୍କୁ ବାହାରକୁ କାଢିଦେଲେ। କାଢିଦେଇ କହୁଛନ୍ତି, ତମେ ନେଇଯାଅ ତମ ସ୍ୱାମୀକି, ଆଉ ଘରେ ମୁଁ ଫୁବୁ ଲଗେଇଦବ। ଆମେ ନ୍ୟାୟ ଚାହୁଁଛ। ମୋ ସ୍ୱାମୀକି ଯୋଉ ଭଳିଆ ମାରିଛନ୍ତି ସେ ସେଇଭଳିଆ ଦଣ୍ଡ ପାଆନ୍ତୁ ମୁଁ ଚାହୁଁଛି। ଆମେ ଗରିବ ଲୋକ, ଆଜି ମୋ ସ୍ୱାମୀ ମରିଗଲେ ମୁଁ କମ୍ପ୍ରମାଇଜ କରିସାରିଲା ପରେ ମୋ ସ୍ୱାମୀ ମରିଯିବ। ତାପରେ ମତେ ଆଣିକି ଦବ? ମୋ ସଂସାର କିଏ ବୁଝିବ?